Hare Hare
शतदल कमले रत्न सिंहासनस्थं सर्वालंकारयुक्तं नवघनरुचिरं संयुक्तं चाग्रजेन भद्राया वामभागे रथचरणयुतं ब्रह्मरुद्रेन्द्रवन्द्यं वेदानां सारमे स्वजनपरिहृतं ब्रह्मदारो नीलांचलनिवासाय नित्याय परमात्मने मन्नाथ श्री जगन्नाथ मद्गुरु श्री এই মাধব ক্ষেତ୍ର ଯାହାଙ୍କୁ ଆମେ ନୀଳମାଧବ ରୂପରେ ଏଠି ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁଛୁ। ଏହି ମାଧବ କ୍ଷେତ୍ରରେ ଆମେ ମା ସୁଭଦ୍ରାଙ୍କୁ
ଅତ୍ୟନ୍ତ ନିବିଡ଼ ଭାବରେ ଭକ୍ତି କରୁ ଆମର ସମସ୍ତ ସମସ୍ୟା ତାର ସମାଧାନ ସବୁକିଛି ତାଙ୍କୁ ଆମେ ନିବେଦନ ମାଧ୍ୟମରେ ଦେଉ। ପ୍ରତ୍ୟେକ ବର୍ଷ ଏହି କ୍ଷେତ୍ରରେ ମା ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ସୁଭଦ୍ରା ପାଦ ଦର୍ଶନ ଏଠି ଅନୁଷ୍ଠିତ ହୁଏ। ଅନେକ ବୈଷ୍ଣବମାନେ ମଧ୍ୟ ପଚାରିଛନ୍ତି ଯେ ରାଧାଙ୍କ ପାଦ ଦର୍ଶନ ଯେଉଁ କାର୍ତ୍ତିକ ମାସ ଅଁଳା ନବମୀରେ ହୁଏ, ଏଠି କ'ଣ ବାବା ଭଳିଆ ଗୋଟେ ମାନେ ନୂଆ କଥା କରୁଛନ୍ତି ସୁଭଦ୍ରାଙ୍କ ପାଦ ଦର୍ଶନ? ଏଭଳି କ'ଣ କଥା ଗୋଟେ କେଉଁଠି ଅଛି ରାଧାଙ୍କର ପାଦ ଦର୍ଶନ କଥା କୁହାଯିବ, କୃଷ୍ଣଙ୍କ ପାଦ ଦର୍ଶନ କଥା କୁହାଯିବ ନାହିଁ, କି ଆମ ବାପା ମାଆଙ୍କ ପାଦକୁ ମଧ୍ୟ ଆମେ ଠିକ୍ ଭାବରେ ସେବା କରିବା ନାହିଁ, ଗୁରୁଙ୍କର ପାଦ ପଦ୍ମକୁ ସ୍ମରଣ କରିବା ନାହିଁ। ଇଏସବୁ କଥା କ'ଣ ଏମିତି ଶାସ୍ତ୍ରରେ ସବୁ ଲେଖା ହେଇଛି? ତେଣୁ ସୁଭଦ୍ରା ମଧ୍ୟ ରାଧିକା, ସୁଭଦ୍ରା ହେଉଛନ୍ତି ଯୋଗମାୟା, ସୁଭଦ୍ରା ହେଉଛନ୍ତି ପୌର୍ଣ୍ଣମାସୀ, ସୁଭଦ୍ରା ହେଉଛନ୍ତି ମା। ତେବେ ସୁଭଦ୍ରାଙ୍କୁ ଏଠି ଗୁରୁତ୍ୱ ଦେଇ ଆମେ ଯେ ଜଗନ୍ନାଥ ବଳଦେବଙ୍କୁ ମାନେ ଅନଉନୁ, ସେସବୁ କଥା ଏଠି କିଛି ନାହିଁ। ଏଇ ଯେଉଁ ନାଁଟି ଦିଆହେଇଛି ନୀଳମାଧବ, ଆପଣ ସେଇଠି ଦେଖନ୍ତୁ ନୀଳମାଧବ ମାନେ ସବୁଗୁଡ଼ାକ ଆମେ ନେଇକିରି ଆଧ୍ୟାତ୍ମିକ ଅର୍ଥରେ ତାକୁ ସବୁ ଅର୍ଥ କରି ପକାଉ। ତା ଦ୍ୱାରା ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ସେ କଥାକୁ ଗ୍ରହଣ କରନ୍ତିନି। କିନ୍ତୁ ଆମେ ଯଦି ତାଙ୍କୁ ଗୋଟେ ସର୍ବସାଧାରଣ ଭଳି ଗୋଟେ ସାମାଜିକ ଅର୍ଥରେ, ବ୍ୟକ୍ତିଗତ ଅର୍ଥରେ ତାକୁ ଯଦି ବୁଝେଇ ପାରନ୍ତୁ, ବୁଝେଇଥାନ୍ତୁ, ଆଉ ଏବେ ବୁଝେଇ ଲାଭ କିଛି ନାହିଁ। କିନ୍ତୁ ସେମାନେ ଏତେ ମାନେ ଏ ଧର୍ମ ପ୍ରତି ଏତେ ମାନେ କ୍ରୁର ହେଉନଥାନ୍ତି। ପ୍ରଥମ ଅକ୍ଷରଟି ହେଉଛି ମା। ତାହେଲେ ପ୍ରଥମେ ଆପଣମାନେ କୁହନ୍ତୁ, ଯେଉଁ ଧର୍ମର ଲୋକ ଆପଣ ହୁଅନ୍ତୁ, ଯେଉଁ ମତର ହୁଅନ୍ତୁ, ଯେଉଁ ଜାତିର ବା ଯେଉଁ ପଦପଦବୀର ହୁଅନ୍ତୁ, ପ୍ରଥମ ଆପଣ କାହାକୁ ଦେଖିଥିଲେ? ଚିହ୍ନି ନଥିଲେ, ଆପଣଙ୍କୁ ଚିହ୍ନି ନାହାନ୍ତି, କିନ୍ତୁ ଦେଖିଥିଲେ କାହାକୁ? ସେ ପ୍ରଥମେ ହେଉଛନ୍ତି ମା। ତାପରେ ମା ପରେ ଆମେ ଆଉ ଯାହାଙ୍କୁ ଚିହ୍ନିଲୁ, ମା ଆମକୁ କୋଳରେ ଶୁଆଇଲେ, ତାଙ୍କ ସ୍ତନରୁ କ୍ଷୀର ପାନ ଦେଲେ, ସବୁକିଛି ଦେଲେ, ମଳମୂତ୍ର ବି ପୋଛିଲେ, ଆମେ କାନ୍ଦିଲେ ଆମକୁ କୋଳେଇ କାଖେଇକିରି ନଚେଇଲେ। କିନ୍ତୁ ତାର ପଶ୍ଚାତରେ ରହିଛନ୍ତି, ଯିଏ ରହିଛନ୍ତି ଥିଲେ, ସିଏ ହେଉଛନ୍ତି ବାପା, ଯାହାକୁ ଆମେ ମଦର ଫାଦର କହୁଛୁ, କିଏ ପ୍ୟାରେଣ୍ଟସ୍ କହୁଛୁ, କିଏ ମମି ଡାଡ଼ି କହୁଛୁ। କିନ୍ତୁ ସେଠି ମାଆର ଭୂମିକା ଯେତିକି, ବାପାଙ୍କର ଭୂମିକା ମଧ୍ୟ କିଛି କମ୍ ନୁହେଁ। ବାପାଙ୍କର ଭୂମିକା ଯେତିକି, ମାଆର ଭୂମିକା ମଧ୍ୟ ତାଠୁ ଅଧିକ। ହୁଏତ ଆମ ଶାସ୍ତ୍ରରେ ମାଆକୁ ବେଶୀ ଗୁରୁତ୍ୱ ଦିଆହେଇଛି, କିନ୍ତୁ କ'ଣ ବାପା ବିନା ମା ସୃଷ୍ଟି ହେଇପାରିବ? ତେଣୁ ଭଗବାନଙ୍କର ପ୍ରତିନିଧି ହେଉଛନ୍ତି ବାପା ମା। ଆପଣ ଦେଖିବେ, ଗୋଟେ ଛୋଟିଆ କଥା ମୁଁ ଆପଣମାନଙ୍କୁ କହୁଛି। ଏଠି ତ ସମସ୍ତେ ସଂସାରୀ ଲୋକମାନେ ବସିଛନ୍ତି,
ସମସ୍ତଙ୍କର ପୁଅ ଝିଅ ବି ଅଛନ୍ତି। ଯେତେବେଳେ ଆମ ପୁଅ ଝିଅମାନେ ଜନ୍ମ ହେଇ ପ୍ରଥମ କଥା କହିବା ଆରମ୍ଭ କରନ୍ତି, ସେ କ'ଣ କହନ୍ତି? ମମି କହନ୍ତି, ଡ୍ୟାଡ଼ି କହନ୍ତି, ଅଙ୍କଲ କହନ୍ତି କି ଫାଦର ମଦର, ଏମିତି ସବୁ କହନ୍ତି। କ'ଣ ସେ କହନ୍ତି? ସେ ଯେଉଁ ଦେଶର ପ୍ରଥମ ଶବ୍ଦ ହେଉଛି ମାମା ମା କି ବାବା ବା, ମାମା ବାବା। ଏହାକୁ ତ ପ୍ରଭୁ ସୃଷ୍ଟି କରିଛନ୍ତି, ତମେ କିଏ ଆଗରୁ ସବୁ ନିନ୍ଦା କରିବ? ପ୍ରଭୁ ସୃଷ୍ଟି କରିଛନ୍ତି ପ୍ରଥମ ଅକ୍ଷର ମା କିମ୍ବା ବା, ବା କିମ୍ବା ମା। ତେଣୁ ଏଇସବୁ ଜିନିଷକୁ ଆମକୁ ବୁଝିବାକୁ ପଡ଼ିବ। ଆଜି ବି ଆପଣ ଦେଖିବେ, ଯଦି ପିଲାମାନେ ଆଜିକାଲି ସାଇନ୍ସର ଏକ୍ଜାମ୍ପଲ୍ ବହୁତ ଦେଉଛନ୍ତି। ଠିକ୍ ଅଛି, ସାଇନ୍ସ ମଧ୍ୟ ଗୋଟେ ଅନୁମୋଦିତ କରିଛି। ଯଦି ଲିଭର ବା କିଡନୀ ଯଦି ଡ୍ୟାମେଜ୍ କରେ ବା ନଷ୍ଟ ହେଇଯାଏ, ଡାକ୍ତରମାନେ କହନ୍ତି ତମର ମା ଅଛନ୍ତି, ବୁଢ଼ୀ ହେଇଗଲାଣି, ବାପା ବୁଢ଼ା ହେଇଗଲାଣି। ସିଏ ପ୍ରଥମେ ପରୀକ୍ଷା କରନ୍ତି ମା ଆଉ ବାପାଙ୍କର ଲିଭର ଆଉ କିଡନୀ କି ସେ ପ୍ରଥମ ଟେଷ୍ଟ କରନ୍ତି। ଯଦି ତାହା ନ ହେଇଥାଏ, ଯଦି ପରିଣତ ବୟସରେ ତା'ର ମାନେ ମୂଲ୍ୟ ରହିବନି ଜାଣି, ତାପରେ ସେ ଖୋଜନ୍ତି ଭାଇ କିମ୍ବା ଭଉଣୀ, ପିଉସୀ, ପିଇସା ନୁହଁ, ପିଉସୀ, ମାଉସୀ, ଏଇଭଳି ଭାବରେ ଯେଉଁମାନଙ୍କ ସହିତ ଆମର ରକ୍ତର ସମ୍ପର୍କ ରହିଛି, ଜିନ୍ ଯେଉଁମାନଙ୍କ ସହିତ ମିଶିବ, ସେଇମାନଙ୍କୁ ଖୋଜନ୍ତି। ସେଥିପାଇଁ ଆମେ ସବୁବେଳେ କହିଛୁ ଆତ୍ମୀୟ ସ୍ୱଜନ, ଆତ୍ମୀୟ ସ୍ୱଜନରେ ପ୍ରୀତି ରଖ। ତାର ଗୋଟେ ଜ୍ୱଳନ୍ତ ଉଦାହରଣ କୁନ୍ତୀ ଆଉ କର୍ଣ୍ଣ। ସେସବୁ କଥାକୁ ମାନେ ବିଶଦ ଭାବରେ କହିବାକୁ ଚାହୁଁନି। ଆଜି ଗୋଟିଏ ସତ୍ସଙ୍ଗର ମୁହୂର୍ତ୍ତ, କିଛି ପିଲାମାନେ ଅଛନ୍ତି, ପଦେ ପଦେ କହିବା। ମା ଯଦି ହୁଏ କରାଳ ରୂପିଣୀ, କ୍ଷମା ଆଚରଣେ ହୁଏ ସେ ଘାତିନି, କେବେ କିଲୋ ସୁତ ବଞ୍ଚିକି ପାରିବ, କାନ୍ଦି ଖୋଜି ବସେ ଜନନୀ ଜନ। ମାତୃକୃପା ହେଲେ ପିତାଙ୍କୁ ପାଇବ, ପିତା କୃପା ହେଲେ ନିର୍ବାଣ ଲଭିବ, ଲିଭିଯିବ ଏଇ ଜୀବନ ଦୀପାଳି, ମା ପଦେ ସଦା କରତୁ। ଆଚ୍ଛା, ମନେ କରା ଯେଉଁ ମା ଜନ୍ମ ଦେଇ ମରିଗଲା, ମନେ କରା, ତାହେଲେ କିଏ ତାକୁ ବଞ୍ଚେଇବ? ଗୋମାତା। ଯେଉଁମାନଙ୍କୁ ଆଜି ହିନ୍ଦୁମାନେ ଅଣହେଳା କରୁଛନ୍ତି, ଗୁହାଳ କରୁନାହାନ୍ତି, ନିଜେ ବହୁତ ମାନେ ସୌଖିନ ବିଲ୍ଡିଂରେ ରହୁଛନ୍ତି, କିନ୍ତୁ ଗାଈ ଗୋରୁଙ୍କ ପାଇଁ ଗୁହାଳ ନାହିଁ। ବଳଦ ଜମା ନାହାନ୍ତି, ସବୁ ହଣା ହେଲେଣି। ଷଣ୍ଢ ବି ଗୋଟା ଗୋଟା ବୁଲୁଛନ୍ତି, ସେ ବି ଆଉ କେହି ନଥିବେ। ତାପରେ ଆପଣମାନେ ଦେଖିବେ ଗାଈମାନେ ଆମର ଶୋଉଛନ୍ତି, ମାନେ ପକ୍କା ରାସ୍ତାରେ ଶୋଉଛନ୍ତି, କିନ୍ତୁ ଗାଈଆଳ ଆଉଛି, ତା ଗାଈକି ଚିହ୍ନୁଛି, ତାକୁ ବାଛୁରୀ କ'ଣ ପିଆଉଛି କି କ'ଣ କରୁଛି, ତାକୁ କାଳେ କ୍ଷୀର ନେଇକିରି ଚାଲି ଯାଉଛି। ତାପରେ ଆସି ବୁଲିଲା, କ'ଣ ଖାଉଛି? କାଗଜ ଫାଗଜ, ଏମିତି ପ୍ଲାଷ୍ଟିକ୍ ବି ଚୋରି।
ମା ପରେ ଦ୍ୱିତୀୟ ମା ହେଉଛନ୍ତି ଗୋମାତା। ଆଉ ଗୋଟିଏ ମା ହେଉଛନ୍ତି ମାଉସୀ। ଯେଉଁ ମାଉସୀକୁ ସମ୍ମାନ ଦେବା ପାଇଁ ଆମ ଜଗନ୍ନାଥଙ୍କ ଦର୍ଶନରେ ଠାକୁର ଯେତେବେଳେ ଫେରୁଛନ୍ତି ଗୁଣ୍ଡିଚା ମନ୍ଦିରରୁ ଶ୍ରୀଗୁଣ୍ଡିଚାକୁ, ମାଉସୀ ମା ମନ୍ଦିରରେ ଅଟକି ତାଙ୍କ ହାତ ଗଢ଼ା ପୋଡ଼ପିଠା ଟିକେ ଖାଇକିରି ଯାଉଛନ୍ତି। ଇଏ ହେଉଛି ମାଉସୀର କଥା। ତାପରେ ମା ହେଉଛନ୍ତି ଧରିତ୍ରୀ। ଆମ ଦେଶ ହେଉଛି ଭାରତ ମାତା। ଆମେ ଏଠି ଭାରତକୁ ମାତା କହୁଛୁ। ଆମେ ଯେଉଁ ରାଜ୍ୟରେ ଜନ୍ମ ହେଇଛୁ ଆମର ହେଉଛି ଉତ୍କଳ ଜନନୀ ମା। ଆମେ ବଞ୍ଚିଛୁ ବା ବଞ୍ଚିବୁ, କିଏ ବଞ୍ଚେଇବ? ପ୍ରକୃତି ରୂପିଣୀ ମା। ସେ ପବନ ରୂପରେ ଆମକୁ ବଞ୍ଚେଇବ, ଭାତ ଡାଲି ତରକାରୀ ରୂପରେ ବଞ୍ଚେଇବ, ଫଳମୂଳ ରୂପରେ ବଞ୍ଚେଇବ। ଆଉ କିଏ ବଞ୍ଚେଇବ? ତେଣୁ ଇଏ ସୁନ୍ଦର କଥା ଆମେ ଆଜି ଭୁଲି ଯାଉ। ତେଣୁ ଦି ଭାଇଙ୍କ ମଧ୍ୟରେ ଅଛନ୍ତି ମା ସୁଭଦ୍ରା। ଆମେ ନାରାୟଣଙ୍କୁ ଯେତିକି ପୂଜା କରୁ କିନ୍ତୁ ଲକ୍ଷ୍ମୀଙ୍କୁ ତା ସହିତ ଯୋଡ଼ିଥାଉ। ଲକ୍ଷ୍ମୀ ନାରାୟଣ। ଆଗେ ମାର ନାଁଟା ଆସେ, ରାଧା ମାଧବ, ମାନେ ମାର ଶବ୍ଦଟା ଆସେ। କିନ୍ତୁ ଶୈବ ଦର୍ଶନରେ କେବଳ ଆମେ କହୁ ଶିବ ପାର୍ବତୀ। ଏଠି ସମସ୍ତଙ୍କୁ ମାଆକୁ ସମ୍ମାନ ଦିଆହେଲା, ଏଠି ବାପାକୁ ସମ୍ମାନ ଦିଆହେଲା। ଶିବ ଗୋଟେ ଅଲଗା, ବିଷ୍ଣୁ ଗୋଟେ ଅଲଗା। ମୁଁ କାହିଁ ସେମିତି କିଛି ଦେଖିନି, ଏ ଲୋକ ଦେଖିଛନ୍ତି। ଶିବ ଗଞ୍ଜେଇ ଖାଆନ୍ତି କାଳେ, ଭାଙ୍ଗ ଖାଆନ୍ତି କାଳେ। ଆଉ କିଏ? ଆମେ ଯାଇଥିଲୁ କେଉଁଠି ଓଙ୍କାରେଶ୍ୱର ନା କେଉଁଟା ସ୍ୱର ଯାଇଥିଲୁ, ସେଠି କିଏ କହିଲେ ଏଠି ମଦ ଧଳା ହେଉଛି। ମୁଁ କହିଲି ମୁଁ ସେ ଶିବଙ୍କ ପାଖକୁ ଯିବି, ମୋର ଏଠି ଗାଡ଼ିରେ ବସି ଚା ଟିକେ ପିଇବି। ଯୁଗ ଆସି କେଉଁଠି ହେଲାଣି, ଶିବଙ୍କର ଅକଲ ହେଉନି, ଯେ ମଦ ପିଉଛନ୍ତି, ପିଲାମାନେ ତ ବେଶୀ ପିଇବେ। ସେଠୁ ଫେରିଲା ବେଳେ ଦେଖିଲି ଗୋଟେ ଜାଗାରେ ଗାଈ ସବୁ ଶୋଇଛନ୍ତି, ଗାଈ ବଳଦ ଷଣ୍ଢ ଏମିତି ଶୋଇଛନ୍ତି ଅନ୍ଧାରରେ। ତାଙ୍କ ପାଖରେ ଖାଦ୍ୟ କିଛି ନାହିଁ। ମୁଁ ଆମ ଗାଡ଼ି ଚାଳକଙ୍କୁ କହିଲି, ବାବୁ ଟିକେ ଗାଡ଼ି ରଖିଲୁ, ଦେଖି ଆଇଲୁ ସେ କ'ଣ ଗୁହାଳ ଫାଳ କିଛି ଅଛନ୍ତି ନା? କେହି ନାହାନ୍ତି। ଏଇ ଦୋକାନଟାରେ କଦଳୀ ଟଙ୍ଗା ହେଇଛି। କଦଳୀ ଆଣି ଯେତେବେଳେ ଆମେ ତାଙ୍କୁ ଦେଲୁ, ଗୋଟାଏ ଗୋଟାଏ କ'ଣ ଦେଲେ ହେବ କି, ଦୁଇଟା ତିନିଟା ତାଙ୍କୁ ପାଇଲୁ। ଗୋଟେ ଗୋଟେ ଗୋମାତାଙ୍କ ଆଖିରୁ ଲୁହ ବି ବୋହିଲା। ଆମେ ଦେଖିଛୁ। ଏତିକି କଥା ନୁହଁ, ଆହୁରି ଗୋଟେ ଭଲ କଥା ମୁଁ ଆପଣଙ୍କୁ କହୁଛି। ନିଆଳିରୁ ଫେରୁଛୁ, ବାଟଯାକ ଭକ୍ତମାନେ ଆମକୁ କିଏ ପିଠା ଟିକେ, କିଏ କ'ଣ ଗୋଟେ କରି ବଳିଆ ଖାଇବ, ପିଲା ଗୁରୁ ଭାଇମାନେ ଖାଇବେ ସବୁ। ଏ ଯେଉଁ କ'ଣ ଗାଡ଼ିରେ ସବୁ ଦେଉଛନ୍ତି। ନିଆଳିରେ ଆମର ପ୍ରୋଗ୍ରାମ ହେଲା। କିନ୍ତୁ ବାଟରେ ଦେଖିଲୁ ଗୋଟେ ଚାହା ଦୋକାନରେ ବରା ଛଣା ହେଉଛି। ଆମେ ତ ଓଡ଼ିଆ, ବରା ଗୋଟେ ଆମକୁ ଗୋଟେ ଆକର୍ଷଣ। ଆଉ ମୁଁ ମୋର ଗାଡ଼ିରେ ବସିଥାଏ, ଇଏ ସମସ୍ତେ ସେ ପିଠାପଣାକୁ ଛାଡ଼ିକିରି ବରା ସବୁ ଖାଇଲେ। ମୁଁ ବସିଥାଏ ଗାଡ଼ିରେ, ମୋ ପାଖରେ ଗୋଟେ ଷଣ୍ଢ ଠିଆ ହେଇଥାଏ ଏ ଗାଡ଼ି ଭିତରେ। ସେ ଷଣ୍ଢଟି ମୋତେ ଅନଉଥାଏ, ମୁଁ ବି ତାକୁ ଅନଉଥାଏ। କାହିଁକି ଠିଆ ହେଇଛି? ଏତିକି ବେଳେ ଆମର ବିଜୟ ଯେ ଗାଡ଼ି ଚାଳକ, ସିଏ ଗୋଟାଏ ବରା କି ଦୁଇଟା ଖଣ୍ଡେ ଦେଲା। ମୁଁ କହିଲି ବିଜୟ, ତା ପେଟଟି କେଡ଼େ ବଡ଼, ତାକୁ ଦୁଇଟା ବରା ପୋଷେଇବ?
ଆମର 3 ଖଣ୍ଡ ଗାଡ଼ିରେ ଯେତେ ପିଠାପଣା ସବୁ ରହିଛି ସବୁ ସେ ଷଣ୍ଢକୁ ଦେଇଦିଅ। କି ଆନନ୍ଦରେ ସେ ଖାଇଲା। ମୁଁ ବି ବରା ଟିକେ ଖାଇଲି, ସମସ୍ତେ ଖାଇଲି। ତାପରେ ଗାଡ଼ି ଯେତେବେଳେ ଚାଲିଲା ମୁଁ ଷଣ୍ଢଙ୍କୁ ଟିକେ ନମସ୍କାର କରି ଆସିଲି। ଷଣ୍ଢ କିନ୍ତୁ ମୋ ଗାଡ଼ିକି ସେମିତି ଅନେଇଥିଲା। ସେ ଷଣ୍ଢର ଫଟୋ ବି ଆମ ମୋବାଇଲ ଫୋନରେ ଅଛି। ଏମିତି ଅନେଇଥାଏ ବହୁତ ବାଟ। ଆସିଲୁ କେନ୍ଦୁଝର ଶୈଳଙ୍ଗ ପାହାଡ଼, ବିଶ୍ୱଗୁରୁ ବାୟାପାଗଳଙ୍କର ସାଧନ କ୍ଷେତ୍ର। ସେଇଠି ଆମେ ଖରାବେଳେ ଟିକେ ଖାଇକିରି ଶୋଇଲୁ। ତାପରେ ଯେମିତି ଆମର ସମୟ ହେଲା ଆମେ ସବୁଠୁ ବାହାରିଲୁ ପାହାଡ଼ ପାଖକୁ ଯିବା, ସେଠି ସତ୍ସଙ୍ଗ ହେବ, ରାତିରେ ତ ଏଇଠି ରହିବା। ସେ ଓହ୍ଲଉ ଗୋଟା କିଏ ଗୋଟା ଏମିତି ଫଣ୍ଟ ଏମିତି ଥାଏ ତା ଭିତରେ। ସିଏ ମୋତେ ବହୁତ ଦିନ ପରେ ଦେଖିଲା, ଆନନ୍ଦପୁର ଜଗନ୍ନାଥ ମନ୍ଦିରରେ ଦେଖିଥିଲା। ମୁଁ ତାକୁ କେମିତି ଚିହ୍ନିବି କି ତା ଆଡ଼କୁ ଅନେଇବି, ସେଥିପାଇଁ ଗୋଟେ ବିରାଟ ପାଟିରେ କ'ଣ ସେ ମନ୍ତ୍ର ପଢ଼ୁଥାଏ। ମନ୍ତ୍ର ଅନୁସାରେ ନାହିଁ ନା ବିଚାର ନାହିଁ, ଏ ପଢ଼ୁଥାଏ। ମୁଁ ତୁ ଏମିତି ଅନେଇ ଦେବାକୁ ମୋ ଗୋଡ଼ଟି ସେ ପାହାଚରେ ମୋଡ଼ି ହେଇଗଲା। ଆଉ କ'ଣ କହିବା, ଓହ୍ଲେଇକିରି ଆଇଲି, ଗାଡ଼ିରେ ବସିଲି। ବାଟ ଯାକ ଭାବୁଥିଲି ଆଜି ବୋଧେ ଏଇ ଗୋଡ଼ଟା ମୋର କୁଆଡ଼େ ଯାଇଥାନ୍ତା କି କ'ଣ। ଷଣ୍ଢ ଦୟାରୁ ଆମେ ଆଜି ଗୋଟାଏ ଗୋଡ଼ ଟିକେ ମୋଡ଼ି ହେଇଗଲା। ଆଉ କ'ଣ, କିଛି ତ ପିନ୍ଧା ପିନ୍ଧି କରୁନି। ଶୈଳଙ୍ଗ ପାହାଡ଼କୁ ଚଢ଼ିଲି, ସେଠି ମୁଁ କ'ଣ ବିପଦ କହିଲି। ପୁଣି ହୋଟେଲକୁ ଆଇଲି, ହୋଟେଲରୁ ପୁଣି ଭୁବନେଶ୍ୱର ଆଇଲି। ଭୁବନେଶ୍ୱରରୁ ଆମର ମୋର ଡକ୍ଟର ପୁଅଟି ଅଛି, ସିଏ ଯେତେବେଳେ ଶୁଣିଲା ବାବାଙ୍କ ଗୋଡ଼ ମୋଡ଼ି ହେଇଯାଇଛି, ସିଏ ଆଉ ଥଏ ନାହିଁ। ଶୀଘ୍ର ଉଠା, କ'ଣ ହେଇଟା, ଏକ୍ସରେ କର। ସେ ଯେଉଁଟା ପାଖରେ କେଉଁଠି ଏକ୍ସରେ ଥିଲା, ରାଜୁବାବୁ ନେଇକିରି ରାଧାଶ୍ୟାମ ବାବାଜୀ ସେ ଏକ୍ସରେ କଲେ। ସେଠୁ ସେ ଗୁଡ଼ା ମେଲା ହେଇଯାଇଛି କ'ଣ ଗୋଟେ। ସିଏ ସୋଠୁ କହିଲା ମୁଁ ଯାଉଛି। ଆସିଲା 21 ଦିନ ପଟି କ'ଣ ବନ୍ଧା ହେଲା। ମୁଁ ଗୋଟେ ବିରାଟ ରୋଗୀ ଭଳିଆ 21 ଦିନ ପର୍ଯ୍ୟନ୍ତ ଚାଲିଲି। ଆଉ ଧରିକା ତେଣୁ ସେଇ ଯେଉଁ ପଦଟି ଆପଣମାନେ ମନେ ରଖନ୍ତୁ। ଗୋଟିଏ ଷଣ୍ଢ ବା ଗୋମାତା ସେ ହେଉଛନ୍ତି ମା ବାପା। ତେଣୁ ମାତୃ କୃପା ହେଲେ ପିତାଙ୍କୁ ପାଇବ। ତୁମେ ଖାଲି ଗୋଟେ ଏମିତି ହେଲେ ହେବ। ଏଇଭଳି ଅନେକ କଥା ଅଛି। ଆଉ ଗୋଟିଏ ମା ହେଉଛନ୍ତି ଗଙ୍ଗା। ଆଉ ଗୋଟିଏ ମା ହେଉଛନ୍ତି ସାବିତ୍ରୀ, ଗାୟତ୍ରୀ ମନ୍ତ୍ର। ଆଉ ଗୋଟେ ମା ହେଉଛନ୍ତି ତୁଳସୀ। ତେଣୁ ଏଇଭଳି ଭାବରେ ମା ବହୁତ ଅଛି। ଆମେ କିନ୍ତୁ କୌଣସି ମା ସହିତ ସମ୍ପର୍କ ରଖିବା ପ୍ରଶ୍ନ। ଆଜି ମା ଭଉଣୀର ଇଜ୍ଜତ ରକ୍ଷା କରିବା ପାଇଁ ସବୁ ନେତାମାନେ ଦିନଦିନ ବାଡ଼ଉଛନ୍ତି, କିନ୍ତୁ ମାତୃ ଜାତିକି କଳଙ୍କିତ କରିବା ପାଇଁ ଅନେକ ପୁରୁଷମାନଙ୍କୁ କଳଙ୍କିତ କରିବା ପାଇଁ ଅନେକ ମାତୃ ଜାତିମାନେ ସେମାନେ ଆଜି ସାମାଜିକ ସଂସ୍କାରକୁ ଭୁଲି ଯାଉଛନ୍ତି। ତେଣୁ ପୁଅ ଯଦି ହୁ ଛୋଟାକୁ ପୂର୍ଣ୍ଣ ଛୋଟାକୁ ଯାଅ
ସଜ୍ଜନ ଇଏ ହେଉଛି ମା। ପିଲାମାନେ ଏତିକି ଶିଖନ୍ତି। ଆଉ ଆମେ ଯାଇକିରି ଘରେ ଆମର ଗୋଟେ ମା ଅଛି ତାକୁ ଚିହ୍ନି ପାରିଲୁନି, ଯାଇକି କେଉଁଠି ଗୋଟାଏ କାହାକୁ କ'ଣ କହୁଛୁ ସିଂହ ବାହିନୀ, ବାଘ ବାହିନୀ, ଅମୁକ ବାହିନୀ, ହଂସ ବାହିନୀ। ଆମ ଘରେ ପୁରା ଏତେ ମା ଅଛନ୍ତି, ମା ଅଛି, ଖୁଡ଼ି ଅଛି, ଆଈ ଅଛି, ମାଉସୀ ଅଛି, ତାକୁ ଆମେ ଚିହ୍ନିଲୁଣୁ। ତାଙ୍କୁ ବି ମାନ, ଆଙ୍କୁ ବି ମାନ। ବାପାକୁ ମାନ, ଜଗନ୍ନାଥଙ୍କୁ ମାନ। କି ଜଗନ୍ନାଥଙ୍କୁ ଯଦି ମାନିଲ ବାପାକୁ ମାନ। ଯଦି ଭାଇକି ମାନିଲ ତାହେଲେ ଭାଇକି ମାନ। ବଳଦେବ ହେଉଛନ୍ତି ଭାଇ ଭଉଣୀର ସମ୍ପର୍କ। ଏଇଭଳି ଭାବରେ ଆମ ସଂସ୍କୃତି କେତେ ମହାନ, ଏତିକିରୁ ଆପଣ ବୁଝିବେ। ମା ପାଖରେ ଅଛି ଧ। ସେ ଧ କ'ଣ? ଆଜିକାଲି କହୁଛନ୍ତି ତାକୁ ଘୋଡ଼ା ଘୋଡ଼ା ଧର ଧର ଭାର ମାର। ହଁ, ସେ ଧ ନୁହଁ। ଧର୍ମ ଏକ ଗଢ଼ି ସଂସାର ଧର୍ମକୁ ନେଇ ଆମେ ବଞ୍ଚିଛୁ। ସେ ଧର୍ମ କିଏ? ପ୍ରକୃତିର ଧର୍ମ। ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି, ବାୟୁ, ସମୁଦ୍ର, ମାଟି, ପାହାଡ଼, ପର୍ବତ, ନଦ, ନଦୀ, ଝରଣା, ବୃକ୍ଷ, ଜଙ୍ଗଲ, ଏଇମାନଙ୍କ ପାଇଁ ଆମେ ବଞ୍ଚିଛୁ। ତାପରେ ଯାଇକି କିଏ କେଉଁଠି କ'ଣ ହେଲା କ'ଣ। କିନ୍ତୁ ଜଙ୍ଗଲରେ ନିଆଁ ଲଗାଉଛୁ, ଗଛକୁ କାଟୁଛୁ, ମିଛରେ କାଗଜ କଲମରେ ସରକାରଙ୍କୁ ଦେଖାଉଛୁ ଆମେ ଏତିକି ଗଛ ଲଗେଇଲୁ, ସବୁ ମିଛ। ସେଇଭଳି ଭାବରେ ପଶୁପକ୍ଷୀମାନଙ୍କୁ ଭାତ, ଡାଲି, ତରକାରୀ ଖାଉଥିଲୁ, ମାଛ ଟିକେ ବି ଖାଉଥିଲୁ। କିନ୍ତୁ ଏବେ ତାକୁ ସବୁ ଆଉ ଖାଇବାକୁ ଇଚ୍ଛା ନାହିଁ। ଯେତେ କୁକୁଡ଼ା ମୋଡ଼ିବୁ, ଯେତେ ଛେଳି ହାଣିବୁ, ସେତେ ଆମର ଖାଇବାଟା ଭଲ ରମଜ ହେଲା। ଆଉ ଯଦି ନହେଲା ତାହେଲେ କ'ଣ କରିବା? ମାତୃକୃପା ହେ জীবয়ে জীবন ତେଣୁ ଧର୍ମକୁ ରକ୍ଷା କରନ୍ତୁ।
କିଛି ନହେଲେ ବି ବର୍ଷା ଦିନ ବର୍ତ୍ତମାନ ଦେଖନ୍ତୁ କି ଅସହ୍ୟ ଗରମ। ରାଉରକେଲାରେ ଥିଲି ଗୋଟିଏ ଦିନ ମୁଁ ସହିପାରିଲି। ଏସି ଲାଗିଥିଲା, ଏସି ସିନା ମୋ ପାଇଁ ଲାଗିଥିଲା, ମୁଁ ଏସି ବସିଥିଲି, କିନ୍ତୁ ଲୋକମାନେ କ'ଣ ଏସିରେ ବସିଥିଲେ? ମୁଁ ସହିପାରିଲିନି ସେ କଷ୍ଟ। ମୁଁ କହିଲି ମୁଁ ରାଉରକେଲାରେ ରହିବିନି, ମୋତେ ଛାଡ଼ିଦିଅ, ମୁଁ ଆଜି କେନ୍ଦୁଝର ପଳେଇବି। ତେଣୁ ସଜ୍ଜନ, ଏଇ ହେଉଛି ବର୍ତ୍ତମାନ ଅବସ୍ଥା। ଯେଉଁଠି ଯେତେ ଗଛ ଅଧିକ ସେଠି ଥଣ୍ଡା ମଧ୍ୟ ବହୁତ। ତେଣୁ ଆମେ ତ କହିବା କଥା କହିବୁ, ପରିବା ଲୋକ ଯିଏ ସେମାନେ ତ ସୁସ୍ଥ, ସେମାନେ ତ ଏଗୁଡ଼ାକୁ ଗ୍ରହଣ କରୁନାହାନ୍ତି। ହେ ଗୋଟେ ଜଙ୍ଗଲକୁ କାଟିଦେଲୁ, ହେଇ ଜଙ୍ଗଲକୁ ନିଆଁ ଲଗାଇଦେଲୁ, ସେ ଦମକଳ ଆଣିଲୁ, ସେ ପାଣି ପକାଇଦେଲୁ, ଏ କି କଥା ଏଗୁଡ଼ାକ। ହଉ ସଜ୍ଜନ, ଧର୍ମକୁ ରକ୍ଷା କରନ୍ତୁ। ଇଏ ହାତଟି ଆମେ ପାଇଛୁ, ଏ ହାତର ଧର୍ମ କ'ଣ? ମଦ ପିଇବା ନା ଗଞ୍ଜେଇ ଟାଣିବା? କୁହନ୍ତୁ। ସେଥିପାଇଁ ଆମ ଜଗନ୍ନାଥଙ୍କ ହାତ ଏମିତି ବନ୍ଦ, ପାପୁଲି ବନ୍ଦ। ପାପୁଲିଟା ଥିଲେ ସିନା ତୁମେ ଗଞ୍ଜେଇ ଟାଣିବ କି ମଦ ପିଇବ। ଏଇଟା ବନ୍ଦ କରି ରଖିଛନ୍ତି ସେ, ଆଉ ଇଏ ଏମିତି ବନ୍ଦ। ତେଣୁ ଏ ହାତ ତିଆରି ହେଇଛି ସେବା ପାଇଁ, ଗୁରୁଜନଙ୍କୁ ନମସ୍କାର କରିବା ପାଇଁ। ଏ ହାତ ହେଇଛି ଗଛ ଲଗେଇବେ, କୃଷି କରିବେ, ଗୋରକ୍ଷା କରିବେ, ବାଣିଜ୍ୟ କରିବେ, ରାଜନୀତି କରିବେ, କରନ୍ତୁ। କିନ୍ତୁ ଖାଇ ଖାଇ ସବୁ ଖାଇ ସାରିଲଣି। ଗୋଟେ ଜାତି ଥିଲା ସବା ଖିଆ ଜାତି। ଜ୍ୟୋତିଷମାନେ ସବୁ ଜାତକ ଦେଖିବେ, ତବେ ଏଇଟା ଗୁରୁ ଚାଣ୍ଡାଳୀ ଦୋଷ ଅଛି। ଆଉ କ'ଣ କରିବା? ମାଆ ମାନେ ତ ବ୍ୟସ୍ତ ହୋଇପଡ଼ନ୍ତି ବେଶୀ। ହଁ, ପୁଅର ଗୁରୁଦିନ କ'ଣ ହବ ତାହେଲେ କୁହନ୍ତୁ। ଆଉ ନା, ସବା ଖିଆ ଭୋଜନ କର, ସେ ସବୁ ଆସିବେ। ମୁଁ ନିଜେ ଆମ ଘରେ ବି କରେ। କିନ୍ତୁ ଆଜି ସମଗ୍ର ଜଗତ ହେଉଛି ସବା ଖିଆ। ସବୁ ଖାଉଥିଲେ ଦେବା, କିଛି ଛାଡ଼ୁନା। ଗାଈ ଗଲେ କୁଆଡ଼େ, ବଳଦ ଗଲେ କୁଆଡ଼େ, ଷଣ୍ଢ ଗଲେ କୁଆଡ଼େ, ହାତୀ ଗଲେ କୁଆଡ଼େ, ଭାଲୁ ଗଲେ କୁଆଡ଼େ, ମୃଗ ଗଲେ କୁଆଡ଼େ, ହରିଣ ଗଲେ, ଏ କ'ଣ କୁକୁଡ଼ା ଗଲେ, ଏସବୁ ଗଲେ କୁଆଡ଼େ? ତମେ ହିଁ ସବୁ ଖାଇଛ। ତେଣୁ ଯିଏ ଖୁଆଇଛି ମାଣ୍ଡିଆ ଦେବୁ, ହାତ ଧରିକି ରହିବ। ଆମେ ସେ ପାପକୁ ବହନ କରିଛୁ। ଜୀବ ହତ୍ୟା ମହାପାପ। ସଜ୍ଜନ, ଆଉ ବେଶୀ କହିବେନି, ଗୋଟା ପ୍ରବଚନ ଭଳିଆ ହେଇଗଲାଣି ନା କ'ଣ? ତେବେ ମା-ଧ ଶେଷ ଅକ୍ଷରଟି ହେଉଛି ବ। ବ କହିଲେ ବ୍ରହ୍ମ। ଗଣିକି ଲେଖିକି ରଖନ୍ତୁ। ବ କହିଲେ ବ୍ରହ୍ମ, ବ କହିଲେ ବସୁଧା, ବ କହିଲେ ବରୁଣ ବା ସମୁଦ୍ର, ବ କହିଲେ ବାୟୁ, ବ କହିଲେ ବ୍ୟାମ ବା ଆକାଶ, ବ କହିଲେ ବହ୍ନି ବା ଅଗ୍ନି, ବ କହିଲେ ବଡ଼ ଠାକୁର, ଆଉ ବ କହିଲେ ବାପା। ଏଇଭଳି ଭାବରେ ଆମେ କେଉଁ ବଟାକୁ ଟିକେ ସମ୍ମାନ ଦେଉଛୁ, ନିଜେ ଆଗେ ଭାବ। ବ୍ରହ୍ମକୁ ଯଦି ସମ୍ମାନ ଦେଉଛୁ, ଜଗନ୍ନାଥଙ୍କୁ ଦେଖିଲେ ଆମେ କହୁଛୁ ପରଂ ବ୍ରହ୍ମ। ବସୁଧାକୁ ସମ୍ମାନ ଦେଉଛୁ। କେଉଁଦିନ କିଏ ଗୋଟେ ବିଛଣାରେ ଉଠିକରି ବସୁଧାଙ୍କୁ ନମସ୍କାର କଲାଣି? ବରଂ ଆମର ଏଇ ଯେଉଁ ରାସ୍ତା ଆମର ହେଇଛି, ମାନେ ଏଇଟା କେଉଁ ରାସ୍ତା ମନେ ପଡ଼ୁନି, କ'ଣ ଗୋଟେ ରାସ୍ତା ହେଇଛି, ଏଇ ଯେଉଁ ଗାଡ଼ି ଗୁଡ଼ା ଯାଉଛି, ମୁଁ ଦେଖିଛି, ଏଇ ନୂଆଗଡ଼ରେ ଦେଖିଛି, ମୁଁ ଆଉ କେଉଁଠି ଦେଖିନି। ଆଉ ଅନ୍ୟ ଜାଗାରେ ବି କାଳେ ହୁଏ। ରାସ୍ତାକୁ ଚଢ଼ିବା ମାନେ ସେ ରାସ୍ତାକୁ ଆଗେ ନମସ୍କାର କରନ୍ତି। ତାର କାରଣ ହେଉଛି
ये हूँ जगन्नाथ सड़क। यही बाट दे महाप्रभु चैतन्य जाइथिले जगन्नाथ। आमे ताकू सेतिक जाने आमे कहू रोड रोड से बाबू सबू कथा रोड अमुक एते कथा सब जानिच किंतु प्रकृत कथा तेणु ब अक्षर को चिंतन करिवे से ब किए। अच्छा ब कहले बलभद्र ये सब अच्छे आउ अला नवमी बेलू आसे टे भल कि कषि कासिकी कहवा। तेणु ये होती माधव ता पाखक लगी नील नील कहले शून्य नील कहले आकाश नील कहले नीलचक्र नील कहले शून्य। आमे आईचु शून्य जीवु भी शून्य न तद्भासुयते सूर्य न शशांक न पावक जगत्वा न निवर्तन्ते तद्धाम। तेणु आम ठाकुरंकर प्रथम जन्म होची नीलमाधव। नीलमाधव कौन गोटे मूर्ति गोटे पहाड़ खोल कौ कारीगर से मूर्ति की निर्माण करता आउ से खोल क्या पूजा करुला विश्वावसु शबर। जदि से कथा तुम कौच विश्वावसु शबर क्या पूजा कर पर्वत कौटी थिला खाली केवल नीलसुंदर पर्वत जगन्नाथ को खाली पर्वत बोल आउड़ा कि नहीं फाका बरं आम निहाली तो माधवानंद कौट पहाड़ भितर अच्छा आमर जो गोटे कौन गोटे नीलमाधव ना गोटे कौन माधव अच्छा सीटी तो बहुत पहाड़ कौन कंटिल नीलमाधव तुम्हें कौन खाली कौच विश्वावसु पूजा कर ये विश्वावसु क्या पूजा कर से नील को पूजा करुला शून्य को ध्यान करुला से आवाहन करुला हे माधव तुम्हें आस ये संसार को संभाल। तांकरी आह्वान रे विद्यापति नामक ब्राह्मण तांको घरे पहुंची थिले। तांको से प्राकृतिक सौंदर्य को उपभोग करने तांको घरे रिचार्ज रहिले से झीटी की विवाह चाहिए। विश्वावसु सबल दूर रही सबू लक्ष्य कला एवं शेषु को विद्यापति कहले मुझे घर को हौ जाओ हे ब्राह्मण देवता तुम्हें तुम घर को जाओ यही तुम आउ गोटे घर मन अच्छी तो ये विद्यापति महाशय पंडित तमें मोर झील को भल पाउच बाहब बोली जदि तमें बाहा न हुओ कौन करी तुम्हें ना शुणीच जारा शबर ना ना मु शुणी जारा शबर कौन करता भगवान कृष्ण को सरविद्ध करता मु हाणी देवी तुमको तम आर्यवंश को निपात कर विद्यापति नम्र गले कही निश्चय तो आपण मैंने सब जानी से गपट बढ़िया गपटे आम पढ़ू सब से गीतटी पढ़े बापा नील कंदर बिहारी
ତାକୁ ଅଛବ ଆ ଦେବତା সেই ନୀଳମାଧବଙ୍କ କ୍ଷେତ୍ରରେ ସବୁ ନୀଳମାଧବଙ୍କୁ ଗୋଟିଏ ରୂପରେ ଅଧମ ସେବକ ଝାଡ଼ୁଦାର ଭଳିଆ ପ୍ରଣାମ ଜଣାଉଛି। ଆଜିର ଅଶାନ୍ତ ସୃଷ୍ଟିର ଶାନ୍ତି ପାଇଁ ପ୍ରାର୍ଥନା କରୁଛି ଏବଂ ଇଏ କ୍ଷେତ୍ର ଆପଣମାନଙ୍କ ପାଇଁ ଉଦ୍ଦିଷ୍ଟ। ଆମେ ସବୁ କୁଣିଆ ଆସିଛୁ, ପୁଣି କୁଆଡ଼େ ଯିବୁ। ଆଉ ଇଏ ରହିବ, ଆପଣମାନେ ବି ଆପଣମାନଙ୍କ ଦାୟିତ୍ୱମାନେ ହିଁ ରହିବେ। ଆଉ ଶେଷରେ ଆଜି ମୋର ଆସିବାର ନଥିଲା, କାଲି ଆସିବାର ଥିଲା, ଆସିପାରିଲିନି। ଆଜି ଆସିବାର ଥିଲା, ଆସିଲି ଯେ ଖରାବେଳେ ପହଞ୍ଚିଲି। ସନ୍ଧ୍ୟାଟି ଯାଉ ଆପଣମାନଙ୍କ ସହିତ ଭେଟ ହେଲା। କାଲି ପୂର୍ବାହ୍ନରେ ଗୋଟେ କାର୍ଯ୍ୟକ୍ରମ ଏଠି ରଖିଛନ୍ତି, ଭଲ କାର୍ଯ୍ୟକ୍ରମ, ଅତି ସୁନ୍ଦର କାର୍ଯ୍ୟ। ଯେଉଁମାନେ ଗଛ ଲଗେଇ ବଞ୍ଚଉଛନ୍ତି, ବଞ୍ଚେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ମାନେ ତ୍ୟାଗ କରୁଛନ୍ତି, ସେଇମାନଙ୍କୁ ସେଇ ଯେଉଁ ବ୍ୟକ୍ତି କରୁଛନ୍ତି ତାଙ୍କୁ ଗୋଟେ ଆମେ ଖାଲି ଫୁଲମାଳ ଦେଲେ କ'ଣ ହେବ? ଯେଉଁ ଫୁଲମାଳ ଗୁଡ଼ାକ ସବୁ ବଳିଆ ବେଗରେ ପକାଉଛନ୍ତି, ଗୋଟେ ଗୋଟେ ଜାମା ସବୁ ନଷ୍ଟ ହେଇଯାଉଛି। ଫୁଲମାଳରେ ବି ଆଜିକାଲି କେମିକାଲ ଦିଆହେଲାଣି। ମୁଁ ସବୁବେଳେ ମନା କରୁଛି, ଫୁଲମାଳ କାହିଁ ଆଣୁଛ? ଗୋଟିଏ ଫୁଲ ଆଣୁନା। ମୁଁ ମୋର ଗୁରୁଙ୍କୁ, ମୋର ଗୁରୁରେ ମାନସକୁ, ନାମାଚାର୍ଯ୍ୟ ବାବା ଭାଇଙ୍କୁ ଗୋଟିଏ ଫୁଲ, ଗୋଲାପ ଫୁଲଟେ ଦେଉ। ତମେ ସବୁ କାହିଁ ଏତେ ଫୁଲ ଦେଉଛ? କେଉଁଠି ନ ଆଣିବ ଯଦି ଫୁଲ ଦୋକାନ ବଞ୍ଚିବ କେମିତି? ତାର ବି ବଞ୍ଚିବା ଦରକାର। ଆଣ, ତାକୁ ଠାକୁରଙ୍କୁ ପିନ୍ଧେଇ, ଆମକୁ ଦେବ। ଆମର ବିନା ଫୁଲରେ ସବୁ ସଜ୍ଜନ। ଏଇସବୁ କଥା କାଲି ଅପରାହ୍ନକୁ ଫେରିଯିବି ଆଶ୍ରମର ଭକ୍ତମାନେ, ଏବଂ ସେଠି ବହୁତ ଲୋକ ଅପେକ୍ଷା କରିଛନ୍ତି। 2, 3, 4 ସେଠି ରୁଦ୍ରାଭିଷେକ, ରୁଦ୍ରାଭିଷେକ ତାର ପ୍ରସ୍ତୁତି ହେବ। ସେସବୁ ମୁଁ କିଛି କରିବାର ନାହିଁ, ମୁଁ ଖାଲି କହୁଛି, କିନ୍ତୁ ମୋର କିଛି ପରିଶ୍ରମ କରିବାର ନାହିଁ। କିନ୍ତୁ ବସିଲେ ତ ସବୁ ହେବ। ଶେଷରେ ଆମ ପ୍ରିୟ ଜଗନ୍ନାଥଙ୍କର ସେଇ ପ୍ରତିମୂର୍ତ୍ତି ନୀଳମାଧବଙ୍କୁ, ମା ସୁଭଦ୍ରାଙ୍କୁ ପ୍ରଣାମ ଜଣାଉଛି। ଆପଣମାନେ ଶିଷ୍ୟ ହୁଅନ୍ତୁ, ଭକ୍ତ ହୁଅନ୍ତୁ, ସମସ୍ତଙ୍କୁ ଶୁଭେଚ୍ଛା ଦେଉଛି। ସମସ୍ତଙ୍କ ଭିତରେ ଯେଉଁ ଆତ୍ମଶକ୍ତି ରହିଛି, ନୀଳମାଧବ ଚେତନା ରହିଛି, ତାକୁ ନମସ୍କାର। ସର୍ବେ ଭବନ୍ତୁ, ସର୍ବେ ସନ୍ତୁ। ନୀଳମା
श्री गुरु ब्रह्मा।